ପଖାଳ ସାଙ୍ଗରେ ଖାଇବାକୁ ଟିକେ ପତୁଆ ହଉ କିମ୍ବା ପୋଡ଼ାପୋଡ଼ି ଭଲ ଲାଗିଥାଏ। ନମସ୍କାର, ମୁଁ ସସ୍ମିତା। ଆପଣ ସମସ୍ତଙ୍କୁ ସସ୍ମିତା ବେଷ୍ଟ କିଚେନକୁ ଅନେକ ଅନେକ ସ୍ୱାଗତ। ଆଜି ଆମେ କରିବା ଚିକେନ ପତୁଆ। ସୋରିଷ ବଟା ଦେଇକି ଚିକେନ ପତୁଆ କରିବା। ଆଶା କରୁଛୁ ମୋର এই ଭିଡ଼ିଓ ଆପଣ ସମସ୍ତଙ୍କୁ ଭଲ ଲାଗିବ। ଯଦି ମୋର এই ଭିଡ଼ିଓ ଭଲ ଲାଗିଲା ଲାଇକ୍ ସେୟାର କମେଣ୍ଟ କରିବେ। ମୋ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିଦେବେ। ତ ସାଙ୍ଗମାନେ ଏତେ ଖରା ଦେଖନ୍ତୁ, ବହୁତ ଜୋରେ ଗରମ କରୁଛୁ, ସେଥିରେ ବି ଆମେ ଭିଡ଼ିଓ ବନେଇକି ଅପଲୋଡ଼ କରୁଛେ। ତ ଆପଣମାନେ ନିହାତି ସବସ୍କ୍ରାଇବ୍ କରିଦେବେ। ତ ଏଇଠି ଦେଖନ୍ତୁ 300 ଗ୍ରାମର ଚିକେନ ନେଇ ଆସିଛି, ଟିକେ ଛୋଟ ଛୋଟ କରିକି କାଟି ନେଇଛି। ଏବେ ସେଥିରେ ଆମେ ସ୍ୱାଦ ଅନୁସାରେ ଲୁଣ ଦେଇଦେବା। ଏବେ ଆମେ ଗୁଣ୍ଡ ମସଲା ଦେଇଦେବା। ଏଇଠି ଦେଖନ୍ତୁ ହଳଦୀ ଗୁଣ୍ଡ, ଏଇଠି ଧନିଆ ଗୁଣ୍ଡ, ଏଇଠି ଗରମ ମସଲା, ଜିରା ଗୁଣ୍ଡ, ଚିକେନ ମସଲା, ଆଉ ଏଇଠି କାଶ୍ମୀର ଲଙ୍କା ଗୁଣ୍ଡ ଟିକେ କଲର୍ ହେବା ପାଇଁ। ଆଉ ଏଇଠି ଲଙ୍କା ଗୁଣ୍ଡ କାହିଁକି ୟୁଜ୍ କରିନେ ନା, ଏଇଠି ବଟା ମସଲାରେ ଲଙ୍କା ଗୁଣ୍ଡ ଦେବା। ଏଇଠି କାଟିକି ରଖିଥିବା ପିଆଜକୁ ଦେଇନେବା। ଏଇଠି ଦେଖନ୍ତୁ ଗୋଟେ ଛୋଟ ସାଇଜର ଟମାଟୋକୁ କାଟି ନେଇଛି, ତାକୁ ବି ଦେଇଦେବା। ଏଇଠି କଞ୍ଚା ଲଙ୍କାକୁ 3ଟାକୁ ମୁଁ କାଟି ନେଇଛି ଛୋଟ ଛୋଟ କରିକି, ତାକୁ ଦେଇଦେବା। ଏଇଠି ଦେଖନ୍ତୁ ଏଇଠି ବେସରରେ ଏଇଠି ସୋରିଷ ବଡ଼ ଚାମଚରେ ଚାମୁଚେ, ଏଇଠି ଜିରା, ଏଇଠି ଶୁଖିଲା ଲଙ୍କା, ଏଇଠି ଅଦା, ଆଉ ଏଇଠି ରସୁଣ 3 ଫଡ଼ା। ଏସବୁକୁ ଦେଇକି ଭଲ ଭାବରେ ମିଶାଇ ନେବା। এইটি দেখন্তু সরিষ তেল দেই নেবা। এইটা আইଁଷ চিকেন মানে এইটি 4 চামচ সরিষ তেল দেই নেবা। ଏବେ ଆମେ ଭଲ ଭାବରେ ହାତରେ ଗୁଡ଼େଇ ନେବା। এইটি ଦେଖନ୍ତୁ ଭଲ ଭାବରେ ପୁରା ମିଶେଇ ନେବେ। এইটি ଦେଖନ୍ତୁ ଭଲ ଭାବରେ ପୁରା ମିଶେଇକି ଗୁଡ଼େଇ ନେଇଛେ। ତ ଏବେ ଆସନ୍ତୁ, ଏବେ ଆମେ ଗ୍ୟାସରେ ଗୋଟେ ଛୋଟ କରେଇ ବସେଇ ନେବା। ଆଉ କରେଇକୁ ଭଲ ଭାବରେ ଗରମ କରିନେବା। ଆଉ ସେଥିରେ ଡାଇରେକ୍ଟ ଚିକେନକୁ ଦେଇଦେବା, କାହିଁକି ନା ଏଇଠି ସବୁ ମିଶା ହେଇଛି। এইଠି ଦେଖନ୍ତୁ ସବୁକୁ ଦେଇକି ଏବେ ଗ୍ୟାସର ଆଞ୍ଚକୁ ଆମେ ପୁରା ଲୋ କରିନେବା, କାହିଁକି ନା ଏଇଟା ପୁରାପୁରି ସିମରେ ହିଁ ସିଝିବ। ଏବେ ଆମେ କଭର କରିନେବା, ପୁରାପୁରି 15-20 ମିନିଟ୍ ପାଇଁ ଛାଡ଼ିଦେବା, ତାପରେ ଆମେ ଚଲେଇ ନେବା। ତ এইଠି ଦେଖନ୍ତୁ 15 ମିନିଟ୍ ହେଇଗଲାଣି। ଆଉ ତା ଭିତରେ ମୁଁ ମଝିରେ ଥରେ ଚଲେଇ ନେଇଛି। এইଠି ଦେଖନ୍ତୁ ଚଲେଇ ନେବା ଭଲ ଭାବରେ। ମଝିରେ ମଝିରେ ଖୋଲିକି ଚଲେଇ ନେବେ, ନହେଲେ ଲାଗିଯିବ ତଳେ। ତ এইଠି ଦେଖନ୍ତୁ ଭଲ ଭାବରେ ଚଲେଇ ନେବା। ତାପରେ ଆମେ ଆଉ ଥରେ ଢାଙ୍କୁଣୀ ମାରିକି ଆଉ 5-10 ମିନିଟ୍ ପାଇଁ ପୁରା ଛାଡ଼ିଦେବା। এইଟା ପୁରା ଅଧ ଘଣ୍ଟେ ଭିତରେ ହେଇଯିବ। ତ এইଠି ଦେଖନ୍ତୁ ଆଉ ଥରେ ଆମେ ଢାଙ୍କୁଣୀ ମାରି ନେବା। ତ এইଠି ଦେଖନ୍ତୁ ଆମର 5-10 ମିନିଟ୍ ହେଇଗଲାଣି। ପୁଣି ଆମେ ଖୋଲିକି ଭଲ ଭାବରେ ଚଲେଇ ନେବା। ଆଉ এইଠି ଦେଖନ୍ତୁ ପତୁଆ, ପୁରା ପତୁଆ ଟାଇପ୍ର ହେଇଗଲାଣି। ଏବେ ଆଉ ଥରେ ଢାଙ୍କୁଣୀ ମାରିଦେବା। ଏବେ ତ ଆମର ରେଡ଼ି ହେଇଗଲାଣି ଚିକେନ ପତୁଆ।
पूरापूरी देसी स्टाइल रे देखंतु आपण आउ एई पतुआ को पखाड़ संगे खाइबे बहुत टेस्टी लगी थाए। पतुआ को जेते ठंडा करिकी खाइबे तो सेते टेस्टी लगी थाए। तो एबे हमरो चिकन पतुआ रेडी हो गला। एबे हमें गोटे प्लेट रे काढ़ी नेबा। एइठी देखंतु चिकन पतुआ केते सुंदर देखा जाउची। तो आपण माने मो प्रोसेस रे घरे चिकन पतुआ करंतु आउ पखाळर मजा नियंतु। मोर जदि ये वीडियो भल लगी ताले लाइक शेयर कमेंट कर दियंतु। मो चैनल रे नुआ थिले सब्सक्राइब कर दियंतु। पाखरे थिबा बेल आइकन को क्लिक कर नियंतु। आउ एमितिका चिकन पतुआ बनांतु आउ समस्तंकु खाइबा को दियंतु। देखंतु ये चिकन पतुआ आपण माने भात रुटी परोटा पखाड़ सबुथिरे खाई पारिबे, किंतु सबुठु बेसी टेस्टी पखाड़ संगे ही लगी थाए। देखंतु ये चिकन भल भाबरे सिझी भी जाइची। तो रहिली, नमस्कार, बाय बाय।